ମୁଁ ଆଶା କରେ ଆପଣ ମାନେ ଏଇ ଜଗତ ମଧ୍ୟରେ ଯାତ୍ରା କରିବା ଆରମ୍ଭ କରିସାରିଛନ୍ତି। ଆପଣଙ୍କର ଯାତ୍ରା ଯେ ଏପରି ଯାତ୍ରା ଯେଉଁଠାରେ କି ଯୀଶୁ ଖ୍ରୀଷ୍ଟ ଆପଣଙ୍କର ଯାତ୍ରା ବନ୍ଦ କରିବେ ସେହି ପର୍ଯ୍ୟନ୍ତ ଆପଣ ଯାତ୍ରା କରିବାକୁ ଆପଣ ଆରମ୍ଭ କରିଛନ୍ତି। ଆଉ ସେଇ ଯାତ୍ରା ଆମମାନଙ୍କର ଏପରି ଯାତ୍ରା ହୁଏ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଯାତ୍ରା କରିବା ଆମମାନଙ୍କର ଶେଷ ସିଦ୍ଧାନ୍ତ ନଥାଏ। ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଯାତ୍ରା କରିବା, ଯୀଶୁ ଖ୍ରୀଷ୍ଟ ହିଁ ଆମମାନଙ୍କ ପାଇଁ ମାଇଲ ଖୁଣ୍ଟ ପୋତିଥାନ୍ତି। ତାହା ଆମମାନେ ହୁଏତ ଜଗତରୁ ବିଦାୟ ନେବା ପର୍ଯ୍ୟନ୍ତ ହେଇଥାଏ। ହେଇପାରେ ଅନେକ ଜଗତ ମଧ୍ୟରେ କ୍ଲେଶ, ଯନ୍ତ୍ରଣା, ତାଡ଼ନା, ଦୁଃଖ, କଷ୍ଟ ଆସିଲେ ଅନେକ ଲୋକମାନଙ୍କର ମାଇଲ ଖୁଣ୍ଟ ତା ପୂର୍ବରୁ ସେମାନେ ପୋତି ଦେଇଥାନ୍ତି। ତାହା ନିଜର ନିଷ୍ପତ୍ତି ଥାଏ। ମୋର ପ୍ରିୟମାନେ, ଆଜି ଆମେ ଯେଉଁ ଯାତ୍ରାରେ ଆମେ ଭାଗ ନେଇଛୁ ସେଇ ଯାତ୍ରା ଆମମାନଙ୍କ ନିମନ୍ତେ ଯୀଶୁ ଖ୍ରୀଷ୍ଟଙ୍କର ଆଗମନ ପର୍ଯ୍ୟନ୍ତ ସେଇ ଯାତ୍ରା ଆମମାନଙ୍କ ଜୀବନରେ ଲାଗି ରହୁ। କାରଣ ସେଇ ଯାତ୍ରା ଶେଷ ହୁଏ ନାହିଁ। ଯେଉଁ ଯାତ୍ରା କି ଯୀଶୁ ଖ୍ରୀଷ୍ଟ ଆମ ପାଇଁ ପ୍ରସ୍ତୁତ କରିଛନ୍ତି, କାରଣ ସେ ତାଙ୍କ ରାଜ୍ୟକୁ ନେବା ପାଇଁ ଆମମାନଙ୍କୁ ଯାତ୍ରୀ କରିଅଛନ୍ତି। ଅନେକ ଆମେ ଯଦି ଦେଖିବା ଭାରତ ବର୍ଷରେ ଅନେକ ରାଜ୍ୟ ଅଛି, କିନ୍ତୁ ଯୀଶୁ ଖ୍ରୀଷ୍ଟ ତାଙ୍କ ରାଜ୍ୟକୁ ସ୍ଥାପନ କରିବା ପାଇଁ ଚାହାନ୍ତି। ସେଇ ରାଜ୍ୟକୁ ପ୍ରବେଶ କରିବା ନିମନ୍ତେ ଆମମାନେ ପ୍ରତ୍ୟେକ କିଣା ଯାଇଥିବା ଯାତ୍ରୀ ଅଟୁ। ଆମମାନେ ଯେଉଁ ମୂଲ୍ୟରେ କିଣା ଯାଇଅଛୁ ସେଇ ମୂଲ୍ୟ କୌଣସି ଜଗତ ଦେଇପାରିବ ନାହିଁ। ସେଇ ମୂଲ୍ୟକୁ ଏକମାତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେ ଆପଣା ରକ୍ତକୁ, ଆପଣା ଶରୀରକୁ ଗୋଲଗଥା କାଲବରୀ କ୍ରୁଶରେ ଆମମାନଙ୍କ ନିମନ୍ତେ ସେ ସମ୍ପୂର୍ଣ୍ଣ ଭାବରେ ପେଡ୍ କରିଛନ୍ତି। ସେ ମୂଲ୍ୟାଙ୍କନ କରି ଆମମାନଙ୍କୁ ବହୁମୂଲ୍ୟ କଲେ ଏବଂ ତାଙ୍କରି ଲୋକ ବା ତାଙ୍କରି ପ୍ରଜା ହେବା ନିମନ୍ତେ, ତାଙ୍କରି ଯାତ୍ରୀ ହେବା ନିମନ୍ତେ, ତାଙ୍କ ସହିତ ଗମନ କରିବା ନିମନ୍ତେ, ତାଙ୍କ ସହିତ ଦୌଡ଼ିବା ନିମନ୍ତେ, ତାଙ୍କ ସହିତ ରହିବା ନିମନ୍ତେ, ତାଙ୍କ ସହିତ ଆମମାନଙ୍କୁ ଲାଗି ରହିବା ଏବଂ ତାଙ୍କର ଗୌରବ ନିମନ୍ତେ ଫଳପ୍ରଦ ହେବା ନିମନ୍ତେ ଆଜି ଆମମାନଙ୍କୁ ସେ ସାମିଲ କରିଛନ୍ତି। ଆଜି ଆସୁ ଗୋଟିଏ ପଦ ଆମେ ପବିତ୍ର ଧର୍ମଶାସ୍ତ୍ର ବାଇବେଲରେ ଆମେ ଅଧ୍ୟୟନ କରିବା। ଦ୍ୱିତୀୟ ତିମୋଥୀ ତାର 2 ଅଧ୍ୟାୟ 5 ପଦକୁ ପ୍ରେରିତ ପାଉଲ ଏପରି ଆମମାନଙ୍କୁ ଉତ୍ସାହିତ କରିବା ପାଇଁ ଚାହାନ୍ତି, କାରଣ ସେ ଆମମାନଙ୍କୁ ଆଗକୁ କଢେଇ ନେବା ପାଇଁ ଚାହାନ୍ତି। ସେ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆମେ ଆଗକୁ ଯିବା ପାଇଁ ଆମକୁ ଉତ୍ସାହିତ କରିବା ପାଇଁ ଚାହାନ୍ତି। ଆହୁରି ମଧ୍ୟ ଯଦି ଜଣେ ଲୋକ କ୍ରୀଡ଼ାରେ ପ୍ରତିଦ୍ୱନ୍ଦିତା କରେ, ସେ ନିୟମ ଅନୁସାରେ ତାହା ନ କଲେ ମୁକୁଟ ପ୍ରାପ୍ତ ହୁଏ ନାହିଁ। ଆମେନ୍। ଆମେନ୍, ପ୍ରେଜ୍ ଦ ଲର୍ଡ। ଯଦି ନିୟମ ଅନୁସାରେ, ନିୟମ ଖ୍ରୀଷ୍ଟୀୟ ଜୀବନ ଏକ ନିୟମ ଅନୁସାରେ ଆଗକୁ ବଢିବା ଜୀବନ ଅଟେ। ଆପଣ ଜାଣନ୍ତି ସବୁର ଗୋଟିଏ ମାନୁଆଲ ବା ଗାଇଡ ଥାଏ। ଆପଣ ଗୋଟିଏ ଛୋଟିଆ ଗୋଟେ ଟିଭି କିଣନ୍ତୁ, ସେଥିରେ ଆପଣଙ୍କୁ ମାନୁଆଲ ଦିଆଯିବ। ଆପଣ ଗୋଟେ ଫ୍ରିଜ କିଣନ୍ତୁ, ସେଥିରେ ମାନୁଆଲ ଦିଆଯାଇଥାଏ। ଆପଣ ଗୋଟେ ଯେକୌଣସି ପରିବାର ମଧ୍ୟରେ କିଛି ଗୋଟେ କିଣନ୍ତୁ ଇଲେକ୍ଟ୍ରୋନିକ ଡିଭାଇସ, ଆପଣଙ୍କ ପାଇଁ ମୋବାଇଲ ଯାହା ୟୁଜ କରୁଛନ୍ତି ସେଥିପାଇଁ ମଧ୍ୟ ମାନୁଆଲ ଥାଏ, ଯାହାକି ଆପଣଙ୍କୁ ନିୟମ ମାନି ଆପଣ ତାହା ଚଳେଇଲେ ତାହା ଠିକ ରହିବ। ଖ୍ରୀଷ୍ଟିଆନ ଲାଇଫ ଜୀବନ ହେଉଛି ଏପରି ଜୀବନ ଯେ ଆମମାନେ ନିୟମର ସହିତ କ୍ରୀଡ଼ାରେ ପ୍ରତିଦ୍ୱନ୍ଦିତା କରୁଅଛୁ। ଆଜି ଆପଣ ଏବଂ ମୁଁ ଏଇ ଜାଗାରେ ନିୟମକୁ ଆମେ ମାନି ଯେତେବେଳେ ପ୍ରଭୁଙ୍କ ରାଜ୍ୟ ନିମନ୍ତେ ନିଜକୁ ପ୍ରସ୍ତୁତ କରିଛୁ, ଯେପରି ଏକ ଯେ କ୍ରୀଡ଼ାରେ ପ୍ରତିଦ୍ୱନ୍ଦିତା କରନ୍ତି ସେମାନେ ଅନେକ ନିୟମକୁ ସେମାନେ ପାଳନ କରନ୍ତି। ଖେଳାଳିଙ୍କର ଅନେକ ନିୟମ ଥାଏ, ସେମାନଙ୍କୁ ଫୁଡର ନିୟମ ଥାଏ। କୋଉ ଫୁଡ ଖାଇବେ, କଣ ଖାଇବେ ନାହିଁ, କେତେବେଳେ ଶୋଇବେ, କେତେବେଳେ ଉଠିବେ, କେତେବେଳେ ଏକ୍ସରସାଇଜ ପାଇଁ ଯିବେ, କେତେବେଳେ ସେମାନେ ଖେଳିବା ପାଇଁ ଯିବେ, କେତେବେଳେ ମେଡିକାଲ ଚେକଅପ ହବ, ସେମାନଙ୍କ ଶରୀର ଠାରୁ ଆରମ୍ଭ କରି ମେଣ୍ଟାଲି ହାରାସମେଣ୍ଟ ସେମାନେ ଅଛନ୍ତି କି, ଡିପ୍ରେସ ଅଛନ୍ତି କି, ସେଇ ସମସ୍ତ ଖେଳର ପ୍ରତିଦ୍ୱନ୍ଦିତା ପୂର୍ବରୁ ସେମାନଙ୍କୁ ଚେକ ଆଉଟ କରାଯାଇଥାଏ, ଚେକିଂ କରାଯାଇଥାଏ, ତାଙ୍କ ଶରୀରକୁ ଚେକ୍ କରାଯାଇଥାଏ।
किंतु आमे जेतेबेले यीशु ख्रीष्टଙ୍କ निकटକୁ ଆସିଛୁ କ୍ରୀଡ଼ାର ପ୍ରତିଦ୍ୱନ୍ଦିତା କରିବା ପାଇଁ ସେଥିରେ ଏପରି ପାଉଲ କୁହନ୍ତି ପାଉଲ ଜଣେ ଏ ପ୍ରକାର ବ୍ୟକ୍ତି ଥିଲେ ସେ ପୁରାତନ ବିଷୟରେ ଯେ କି ସାଉଲ ଥିଲେ ତାଙ୍କୁ ପ୍ରଭୁ ନାମ ପରିବର୍ତ୍ତନ କରି ଏକ ପାଉଲରେ ପରିଣତ କରି ତାଙ୍କର କ୍ରୀଡ଼ାକୁ ଏପରି କ୍ରୀଡ଼ାରେ ସେ ଯୋଗଦାନ କଲେ ଯେଉଁ କ୍ରୀଡ଼ା କି ସେ କୁହନ୍ତି ମୁଁ ଯେତେ ଦିନ ପର୍ଯ୍ୟନ୍ତ ବଞ୍ଚିଥିବି ମୁଁ ପ୍ରଭୁଙ୍କ ନିମନ୍ତେ ବଞ୍ଚିବି ଆଉ ସେ କହୁଛନ୍ତି ମୁଁ ଯଦି ମରିବି ପ୍ରଭୁଙ୍କ ନିମନ୍ତେ ମରିବି ଆଜି ମୁଁ ଏବଂ ଆପଣ ମଧ୍ୟ ଏହି ପ୍ରକାର ମାନୁଆଲକୁ ଆମେ ନିଷ୍ପତ୍ତି ନେବା ମୁଁ ପ୍ରଭୁଙ୍କ ଯଦି ଆଜି ବଞ୍ଚିବି ତ ପ୍ରଭୁଙ୍କ ନିମନ୍ତେ ବଞ୍ଚିବି ଯଦି ମରିବି ତ ପ୍ରଭୁଙ୍କ ନିମନ୍ତେ ମରିବି ପ୍ରଭୁଙ୍କ ନିମନ୍ତେ ଏପରି ମରିବା ଜିନିଷ କିଛି ନାହିଁ କାରଣ ଆମମାନେ ପ୍ରଭୁଙ୍କ ପାଇଁ ମରି ପାରିବା ପାଇଁ ମୁଖରେ କହିଥାଉ ଦାଉଦ ମଧ୍ୟ କହୁଥିଲେ ଗୀତ ସଂହିତା 118 17 ପଦେ ସେ ମୁଁ କେବେ ମରିବି ନାହିଁ କୁହନ୍ତି ଦାଉଦ ଏପରି କୁହନ୍ତି ମୁଁ କେବେ ମରିବି ନାହିଁ ମୋର ପ୍ରିୟ ମାନେ ଆଜି ଯଦି ପୃଥିବୀରେ ପ୍ରେରିତ ପାଉଲ ଏପରି କହିବାକୁ ଚାହାନ୍ତି ମୁଁ ଯଦି ବଞ୍ଚିବି ପ୍ରଭୁଙ୍କ ନିମନ୍ତେ ବଞ୍ଚିବି ଏହି ଜୀବନ ଯାତ୍ରା ପ୍ରଭୁଙ୍କ ନିମନ୍ତେ ମୋର ସମାପ୍ତ ହେଉ ମୋର ପ୍ରିୟ ମାନେ ଆଜି ଆପଣ ମାନେ ଏହି ଜଗତ ମଧ୍ୟରେ ଯେତେବେଳେ ଅଛନ୍ତି ସମସ୍ତେ ମୁଁ ବିଶ୍ୱାସ କରେ ଆପଣ ମାନେ ପ୍ରଭୁଙ୍କର ଦାସ ଦାସୀ ମାନେ ଅଛନ୍ତି ପ୍ରଭୁଙ୍କର ଏକ ବିଶ୍ୱାସୀ ଅଛନ୍ତି ମୁଁ ଯେପରି ଜଣେ ବିଶ୍ୱାସୀ ଆମେ ପ୍ରତ୍ୟେକ ଜଣ ମଧ୍ୟ ପ୍ରଭୁଙ୍କର ବିଶ୍ୱାସୀ ଅଟୁ ଆମେ ଖେଳରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ଏକ ମଇଦାନକୁ ଆମେ ଯାଇକି ପହଞ୍ଚିଛୁ ଖେଳରେ ପାଦ ପକେଇଛୁ ଖେଳର ଅନେକ ପ୍ରକାର ନିୟମ କାନୁନ ଅଛି ସେଇ ନିୟମକୁ ଆମେ ଆଜି ପାଳନ କରିବା ଯେଉଁ ନିୟମ କି ଆମେ ଅନେକ ବିଷୟକୁ ପ୍ରାପ୍ତ କରିବା ପାଇଁ ଆମମାନଙ୍କୁ ସୁଯୋଗ ପାଇପାରିବା ସେଇ ନିୟମ ଆଉ ବଡ଼ ବିଷୟ ନୁହଁ କିନ୍ତୁ ସେ ନିୟମକୁ ପାଳନ କରିବା ସହଜ କିନ୍ତୁ ତାହା କଷ୍ଟ ମଧ୍ୟ ଅଟେ ସେଇ କଷ୍ଟ ନିୟମକୁ ଆମ ଜୀବନରେ ଯଦି ପ୍ରଭୁ ଅଛନ୍ତି ସବୁ କିଛି ସମ୍ଭବ ମୋ ଜୀବନରେ ଆମେ ତାହା କହିପାରିବା ଯଦି ଯୀଶୁ ମୋ ସହିତ ଅଛନ୍ତି ତାହେଲେ ମୋ ପାଇଁ କୌଣସି ବିଷୟ ଅସମ୍ଭବ ନାହିଁ ସବୁ କିଛି ସମ୍ଭବ ହେବ ଆଜି ଆମେ ବିଶ୍ୱାସ ଜୀବନରେ ଆମେ ଅନେକ ଆଶା କରିଥାଉ ଅନେକ ବିଷୟକୁ ଆମେ ପ୍ରଭୁଙ୍କ ଠାରୁ ପାଇବା ବୋଲି ଆଶା କରିଥାଉ ହଁ ନିଶ୍ଚୟ ଆପଣ ଏବଂ ମୁଁ ଆଶା କରିଥାଉ ଅନେକ ଲୋକମାନେ ଆଜି ମୁଁ ସୁସ୍ଥତା ପାଇବି ବୋଲି ଆଶା କରିଥାନ୍ତି ଅନେକ ଲୋକମାନେ ଧନ ପାଇବା ଆଶା କରିଥାନ୍ତି ଅନେକ ଲୋକମାନେ ଚାକିରି ପାଇବା ଆଶା କରିଥାନ୍ତି ଅନେକ ଲୋକମାନେ ଅନେକ ବିଷୟକୁ ଗୃହ ଧନ ସମ୍ପତ୍ତି ରତ୍ନ ମୋତି ମାଣିକ ଏ ସମସ୍ତ ପାଇବୁ ବୋଲି ଆଶା କରୁଥାନ୍ତି ଆଉ ସେମାନେ ତାହା ପାଆନ୍ତି କାରଣ ପ୍ରଭୁ ନିଶ୍ଚୟ କହିଛନ୍ତି ପ୍ରଥମେ ମୋର ରାଜ୍ୟ ଆଉ ଧାର୍ମିକତା ଅନ୍ୱେଷଣ କର ଆଉ ସେଥିରେ ସମସ୍ତ କିଛି ତୁମ୍ଭମାନଙ୍କ ନିମନ୍ତେ ସାଧିତ କରାଯିବ ଆମମାନଙ୍କର ପ୍ରତ୍ୟେକଙ୍କର ଆଶା ଥାଏ ପ୍ରତ୍ୟେକଙ୍କର ଆକାଂକ୍ଷା ଥାଏ ଖ୍ରୀଷ୍ଟିଆନ ଜୀବନ ମଧ୍ୟ ଏପରି ଆମମାନଙ୍କର ଆଶା ଅଛି ଯେଉଁ ଆଶା କି ଆମେ ଏବେ ଦେଖିପାରିବା ନାହିଁ ଆମେ ଅନନ୍ତ ଜୀବନର ଆଶା ରଖିଅଛୁ ହାଲେଲୁୟା ଆମେ ଅନନ୍ତ ଜୀବନର ଆଶା ରଖିଅଛୁ ଜଗତର କୌଣସି ବିଷୟ ଆମେ ଆଶା ରଖିନାହୁଁ ଗତ ସପ୍ତାହରେ ଯଦି ଆପଣ ଉତ୍ତରାଖଣ୍ଡକୁ ଦେଖିବେ କି ପ୍ରକାର ଭୂମିକମ୍ପ ହେଇ ତାହା କିପରି ଜଳିଲା ଭଗ୍ନ ହେଲା କି ପ୍ରକାର ନଷ୍ଟ ହେଲା 3 ମିନିଟ ମଧ୍ୟରେ ଉତ୍ତରାଖଣ୍ଡର ପ୍ରତ୍ୟେକଟି ଗୃହ ଅନେକ କିଛି ଯାହାକି ଅଟ୍ଟାଳିକା ସମସ୍ତ ଭଗ୍ନ ହେଲା ଯାହା ରାସ୍ତା ଗୁଡାକ ଫାଟିଲା ଆଉ ଅନେକ ଲୋକମାନେ ଜୀବନ ହରେଇଲେ ସେଇ ଜୀବନ ଆମେ ହରେଇବାକୁ ଯାଉନା ଆମେ ଯଦି ବି ହରେଇବା ପୃଥିବୀ ମଧ୍ୟରେ ଆମେ ଏପରି ଗୋଟିଏ ଜୀବନ ପାଇବା ଅନେକ ବିଷୟ ଆମମାନଙ୍କ ପାଇଁ ରଖାଯାଇଛି ମୁଁ ଆଉ କିଛି କହିବା ପାଇଁ ଯାଉନାହିଁ ଯେଉଁ ଜିନିଷ ଆପଣମାନଙ୍କ ସମ୍ମୁଖରେ ରଖିବି ପ୍ରଭୁଙ୍କ ବିଷୟରେ ଆମେ ଯେ ଆଜି ଜଗତ ସହିତ ପ୍ରତିଦ୍ୱନ୍ଦିତା କରିଛୁ ଆମେ ଯେଉଁ ପ୍ରତିଦ୍ୱନ୍ଦିତାରେ ଭାଗ ନେଇଛୁ ଯେଉଁ ଖେଳରେ ଭାଗ ନେଇଛୁ ସେହି ଖେଳ କାହା ସହିତ ନାହିଁ ଆଜି ଶୈତାନ ଜଗତର ଅଧିପତି ଶୈତାନ ସହିତ ଆମମାନଙ୍କର ଆଜି ଖେଳ ରହିଅଛି ଆପଣମାନେ ଭାବନ୍ତୁ ନାହିଁ ଆମେ ହାରିବା ବୋଲି କାରଣ ଏଇ ଖେଳରେ ଯୀଶୁ ଖ୍ରୀଷ୍ଟ ଜିତୁଛନ୍ତି ଏବଂ ମୁଁ ଆପଣ ଜିତୁଛୁ ଯୀଶୁ ଜିତିଲେ ଆମେ ନିଶ୍ଚୟ ଜିତିବା ସେଥିପାଇଁ ବାଇବଲରେ ଏପରି ବିଷୟ ଲେଖାଯାଇଛି ଯାହାକି ଖ୍ରୀଷ୍ଟିଆନ ମାନଙ୍କ ନିମନ୍ତେ ଅନେକ ଗୁଡାଏ ମୁକୁଟ ଗୋଟେ ପରେ ଗୋଟେ ରଖାଯାଇଅଛି ଯେଉଁ ମୁକୁଟ ଆମେ ସମସ୍ତେ ପ୍ରାପ୍ତ କରିବା
आज आपण मान सम्मुखरे जे नुआ वाक्य मु प्रचार करी ताहा नुह किंतु जो वाक्य कि आम मानक आज प्रभु कथा कहବାକୁ ଚାହାନ୍ତି ସେହି ବାକ୍ୟ ମୁକୁଟ ବିଷୟରେ ପୁରାତନ ଏବଂ ନୂତନ ନିୟମରେ 66 ମୁକୁଟ ବିଷୟରେ ଲେଖା ଯାଇଛି କିନ୍ତୁ ଆଜି ଆମେ ଯଦି ସମୟ ଆମମାନଙ୍କୁ ହୁଏ ଆମେ 6ଟି କିମ୍ବା 7ଟି ମୁକୁଟ ବିଷୟରେ ଆମେ ଆଜି ଶିକ୍ଷା କରିବା ଆଉ ସେହି ମୁକୁଟ ଆମେ କ୍ରୀଡ଼ାରେ ପ୍ରତିଦ୍ୱନ୍ଦିତା କରିବା ବ୍ୟକ୍ତି ବିଶେଷ ମାନେ ସେହି ମୁକୁଟକୁ ପାଇବେ ଯେଉଁ ମୁକୁଟ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମମାନଙ୍କୁ ଦେବା ପାଇଁ से प्रस्तुत कर रखिछंती आसु एई समय पवित्र धर्मशास्त्र बाइबल नूतन नियम प्रथम करंत्य तार 9 अध्याय 25 पद आमे अध्ययन करिबा जे केही क्रीडारे प्रतिद्वंदिता करे से समस्त विषय परिमित भोगी हुए से माने खणानीय मुकुट पाइबा निमंते ताहा करंती मात्र आम्भे माने अक्षय मुकुट पाइबा निमंते ताहा करू आमेन प्रेज द लॉर्ड आम्बे माने जेउ खेलरे प्रतिद्वंदिता करूअछु बा करियछु सेही प्रतिद्वंदिता सेही खेल जे खेयणीय रूप मुकुट पाइबा निमंते नुह जेपरी क्रिकेट खेलरे किंबा कौनसी फुटबॉल खेलरे किंबा हॉकी खेलरे किंबा अन्यान्य जो खेलरे लोक माने स्टार माने गोटे पार्टी जो जितंती से माने सेही खेलर मुकुट किंबा कप को वर्ल्ड कप को से माने पाई थांती किंतु आम्भे माने जो माने कि प्रभु को खेल रे प्रतिद्वंदिता करियछु प्रभु को खेल तार अर्थ शैतान सहित आज पर्यंत आमे जो कि आमे अपोजिट पार्टी हे खेलुछु आम मानकर खेल जे एई मर्त्य विरुद्ध रे नुह आमने स्वर्ग राज्य को प्रवेश करी सेई परमेश्वरंकर सेई स्वर्गीय मुकुट पाइबा निमंते आमे क्रीड़ारे प्रतिद्वंदिता करूछु जेउ कि मुकुट आमे प्राप्त करिबा सेई मुकुटर प्रथम मुकुट होउची जाकी अम्लान मुकुट आ अक्षय मुकुट जहा केबे मध्य शेष हेबो नाही अनपेरिशेबल क्राउन जहा को कहा जाय जहा केबे नष्ट हुए नाही के ताहा क्षति हुए नाही केबे ता मलिनता हुए नाही केबे ता भग्न हुए नाही सेई मुकुट पाइबा निमंते आमाने दौड़ुछु प्रेरित पाउल एपरी उत्साह करिया को चाहंती जो माने जगत रे खेल रे प्रतिद्वंदिता करंती से माने खेयणीय मुकुट पाइबा निमंते से माने प्रतियोगिता करंती किंतु आम्भे माने जे क्रिश्चियन विश्वासी माने पालक माने प्रचारक माने जदि भी चाकरी करिके मध्य ए खेल रे प्रभु को कार्य निमंते निजको समय देउछंती प्रभु को गौरव करिया पाए स्टूडेंट हेउतु चाकरी करंतु एवं गौरव करिया पाए उपासना करिया पाए आगो को बढ़ंती एवं दुख समस्या ताड़ना क्लेश आसिले सुद्धा सबु जगह से माने केबे मध्य पछको हटंती नाही जदि भी तांको पाई जंत्रणा अछि क्लेश अछि जदि अनेक कंटकर अनेक कष्ट अछि जेपरि दौड़िबा समय अनेक जंत्रणा अनेक किछि कष्ट थाए तथापि से केबे मध्य हटंती नाही गत सप्ताह रे हमें देखियोछु अनेक जो माने कि मध्य प्रदेश रो जो कि दुई भौणी को पाए आज अनेक किछि समस्या घटिला से माने ए प्रकार कारागार को जीवा पाए मध्य से माने पछुगुन चाहि नथिले से माने सत्य को अपना जीवन रे से माने बजई रखिले से माने दौड़िले से माने दौड़ुछंती आ से माने जितिले एवं से माने मुकुट प्राप्त कले प्रेज द लॉर्ड आज जगत रे मध्य से माने को पाए मुकुट घोषित होला से माने जेल रु बाहरिले मोर प्रिय माने आपण माने जेतेबेले आपण चर्च को जानती सेते अनेक आपण कष्ट आसे जेते बाजार को जानती सेते आपण को अनेक कष्ट जंत्रणा क्लेश आसे आपण माने जेतेबेले ख्रिस्टियन बोली निजर परिचय दियंती आपण को अनेक लोक माने तुच्छ करंती घृणा करंती निंदा करंती आपण मानकु मते आजी अनेक कष्ट देइछंती देउछंती एवं देवे किंतु आमे माने क्षय रूप मुकुट पाए दौड़ू नाहु प्रेरित पाउल कहंती तुमे अक्षय रूप मुकुट पाइबा निमंते दौड़छु आउ आमे एक ट्रैक रे दौड़छु जदि अन्य ट्रैक धरिबा खेल रे प्रतिद्वंदिता लोक माने अन्य ट्रैक को से माने धरंती नाही गोटे ट्रैक रे से माने दौड़ी की से माने
ପହଞ୍ଚନ୍ତି ଏବଂ ଶେଷରେ ମୁକୁଟ ପାଆନ୍ତି। ମୁଁ ଯେପରି କହୁଥିଲି, ଜୀବନ ଏକ ଯାତ୍ରା ଅଟେ। ସେଇ ଯାତ୍ରାର ଦୌଡ଼ରେ ଆମେ ଆଜି ସାମିଲ ଅଛୁ। ଆଉ ମଧ୍ୟ ଆମମାନଙ୍କ ପାଇଁ ଗୋଟିଏ ମୁକୁଟ ହିଁ ନାହିଁ, ପ୍ରଭୁ ଆମମାନଙ୍କୁ ଆଉ ମଧ୍ୟ ମୁକୁଟ ରଖିଛନ୍ତି। ଆସୁ ଆମମାନେ ଆଉ ଗୋଟେ ପବିତ୍ର ଧର୍ମଶାସ୍ତ୍ର ବାଇବେଲ ରୁ ଆମମାନେ ନୂତନ ନିୟମରୁ ଦେଖିବା। ପ୍ରଥମ ଥେସଲୋନିକ୍ୟ ତାର 2 ଅଧ୍ୟାୟ ଆଉ 19 ଆଉ 20 ପଦକୁ ଦେଖେଇବା। ଆମମାନେ ଆନନ୍ଦର ମୁକୁଟ ଆମ ପାଇଁ ପ୍ରଭୁ ରଖିଛନ୍ତି। ଯଦି ଦୁଃଖ ଅଛି, ଆମମାନଙ୍କ ପାଇଁ ଆନନ୍ଦ ମଧ୍ୟ ଅଛି। ଯଦି କଷ୍ଟ ଅଛି, ଆମମାନଙ୍କ ପାଇଁ ନିଶ୍ଚୟ ଖୁସି ମଧ୍ୟ ଅଛି। ଦୁଃଖ ଅଛି ତ ଆମମାନଙ୍କ ପାଇଁ ଆନନ୍ଦ ଅଛି। କାରଣ ଆମ୍ଭମାନଙ୍କର ପ୍ରଭୁ ଯୀଶୁଙ୍କ ଆଗମନ ସମୟରେ ତାହାଙ୍କ ଛାମୁରେ ଆମ୍ଭମାନଙ୍କ ଭରସା ବା ଆନନ୍ଦ ବା ଦର୍ପର ମୁକୁଟ କଣ ଅଟେ କି ତୁମ୍ଭେମାନେ ନୁହଁ? ପ୍ରେଜ୍ ଦ ଲର୍ଡ। 20 ପଦ ପଢନ୍ତୁ। ତୁମ୍ଭେମାନେ ତ ଆମ୍ଭମାନଙ୍କର ଗୌରବ ଆନନ୍ଦର କାରଣ ଅଟ। ହାଲେଲୁୟା। ଯାହାକି ଗୌରବ ଏବଂ ଆନନ୍ଦର, ଯେମିତି ଆନନ୍ଦର ଯେ ବିଷୟ ଆମେ ଏଠାରେ ଦେଖିବାକୁ ପାଉଛୁ, ଆପଣମାନେ ଏବଂ ମୁଁ ଆଜି ଅନେକଙ୍କୁ ପ୍ରଭୁଙ୍କ ପରିଚୟକୁ ଦେଇପାରିଛୁ। ଅନେକଙ୍କୁ ପ୍ରଭୁଙ୍କ ବିଷୟକୁ ଆମମାନେ ହେଇପାରେ ଟ୍ରାକରେ, ହେଇପାରେ ମ୍ୟୁଜିକରେ, ହେଇପାରେ ଗୀତ ଗାଇବାରେ, ହେଇପାରେ ଆମମାନେ ବାଇବେଲର ପଦ ପର୍ବ କହିବା ଅନୁଯାୟୀ ଅନେକଙ୍କ ନିକଟକୁ ଆପଣମାନେ ପହଞ୍ଚି ପାରିଛନ୍ତି। ତ ପ୍ରେରିତ ପାଉଲ ଥେସଲୋନିକ୍ୟ ମଣ୍ଡଳୀକୁ ଉତ୍ସାହିତ କରିବାକୁ ଚାହାନ୍ତି, ଭାଇମାନଙ୍କୁ ଉତ୍ସାହିତ କରିବା ପାଇଁ ଚାହାନ୍ତି। କାରଣ ତୁମ୍ଭେମାନେ ଯେ ପ୍ରଭୁଙ୍କ ନିମନ୍ତେ ଗୌରବର ମୁକୁଟ। ମୋ ପାଇଁ, ଆପଣଙ୍କ ପାଇଁ ପ୍ରଭୁ ଯେ ଏପରି ଆମମାନଙ୍କୁ ଆଜି କହିବା ପାଇଁ ଚାହାନ୍ତି, ଆଜି ଆପଣ ଅନ୍ୟମାନଙ୍କ ପାଇଁ ମଡେଲ ରୋଲ, ଆପଣ ଅନ୍ୟମାନଙ୍କ ପାଇଁ ଆଦର୍ଶ ହେଇଛନ୍ତି। ପ୍ରେରିତ ପାଉଲ ଯେପରିକି କହୁଛନ୍ତି, ସେଇ ପ୍ରକାର ମୁଁ ଏବଂ ଆପଣ ଆଜି ପ୍ରଭୁଙ୍କ ଦୌଡ଼ରେ ଯେତେବେଳେ ଅଛୁ, ପ୍ରଭୁଙ୍କ କାର୍ଯ୍ୟରେ ଯେତେବେଳେ କି ଆମେ ଅଛୁ, ଆମେ ପ୍ରଭୁଙ୍କ ନାମରେ ଆମେ ଅନେକ ବିଷୟ କରୁଛୁ, ପ୍ରଭୁଙ୍କର ପରିଚୟ ଦେଉଛୁ। ଭାତୃଗଣଙ୍କୁ, ଭଉଣୀମାନଙ୍କୁ, ଭାଇମାନଙ୍କୁ, ଅନେକ ଆମମାନଙ୍କର ବିଶ୍ୱାସ ମାନଙ୍କ ମଧ୍ୟରେ ଆମମାନେ ନିଜର ଭାତୃ ପ୍ରେମ ଦେଖାଉଛୁ। ତାହା ହଉଛି ଆମମାନଙ୍କ ପାଇଁ ଆନନ୍ଦର ଏକ ବିଷୟ ଅଟେ। ସେଥିପାଇଁ କଷ୍ଟ ପାଇଲେ ସୁଦ୍ଧା ଆପଣମାନେ କେବେ ମଧ୍ୟ ଦୁଃଖ କରିନାହାନ୍ତି। ଖ୍ରୀଷ୍ଟିଆନ ବୋଲି ଆପଣଙ୍କୁ ତାଡ଼ନା କଲେ ସୁଦ୍ଧା ଆପଣମାନେ ଆଜି ପଛକୁ ଫେରି ନାହାନ୍ତି। ଆପଣମାନେ ଦର୍ପର କାରଣ ଅଟନ୍ତି। ଆପଣମାନେ ପ୍ରଭୁଙ୍କ ନିମନ୍ତେ ଆନନ୍ଦର କାରଣ ଅଟନ୍ତି। ସେଥିପାଇଁ ପ୍ରେରିତ ପାଉଲ ରୋମାନ ଜେଲରେ ଥିବା ସମୟରେ ମଧ୍ୟ କୁହନ୍ତି, ମୁଁ ପୁନଶ୍ଚ କହୁଅଛି ଆନନ୍ଦ କର। ସେ ପୁନର୍ବାର କହୁଛନ୍ତି ଆନନ୍ଦ କର। ଯେତେବେଳେ କି ଆମମାନେ ଫିଲିପିଓ ତାର 4:4 ଆମେ ଦେଖୁଛୁ, ପ୍ରେରିତ ପାଉଲ ଘୋଷଣା କରି କୁହନ୍ତି ପୁନଶ୍ଚ ଆନନ୍ଦ କର। ଥରେ ନୁହଁ, 2 ଥର ନୁହଁ, ବାରମ୍ବାର ଆନନ୍ଦ କରିବା ପାଇଁ ସେ କହୁଛନ୍ତି। ଦୁଃଖ ସମୟରେ ଆନନ୍ଦ କରିବା ପ୍ରଭୁଙ୍କ ନିମନ୍ତେ ଆମମାନେ ଯେ ଆନନ୍ଦର ମୁକୁଟକୁ ପ୍ରାପ୍ତ କରିପାରିବା। ଅନେକ ଲୋକମାନେ ଏହି ମୁକୁଟ ପାଆନ୍ତି ନାହିଁ। ଦୁଃଖ ସମୟରେ, ସମସ୍ୟା ସମୟରେ, ଅଭାବ ସମୟରେ, ଅନାଟନ ସମୟରେ, ଦୁଃଖ ପରିସ୍ଥିତି ମଧ୍ୟରେ କିଏ ଆନନ୍ଦ କରିବ? ପ୍ରେରିତ ପାଉଲ ଜେଲରେ ଥିବା ସମୟରେ ସୁଦ୍ଧା ସେ ଆନନ୍ଦ କରନ୍ତି। ସେଥିପାଇଁ ସେ କୁହନ୍ତି ପୁନଶ୍ଚ ଆନନ୍ଦ କର। ଆଜି ଆମର ଖ୍ରୀଷ୍ଟିଆନ ଜୀବନକୁ ଦୃଢ଼ୀଭୂତ କରିବା ପାଇଁ ଆମେ ଆନନ୍ଦ କରିବା। ମୋର ପ୍ରିୟମାନେ, ଆଜି ମଧ୍ୟ ପ୍ରେରିତ ପାଉଲ ଆଜି ଆମକୁ ଚ୍ୟାଲେଞ୍ଜିଂ କରନ୍ତି। ସେ ଆମମାନଙ୍କୁ ଆଜି ଉତ୍ସାହିତ କରିବାକୁ ଚାହାନ୍ତି। ଆମମାନେ କୋଉ ସମୟରେ ଆନନ୍ଦ କରୁ? କଣ ଟଙ୍କା ପାଇଲେ ଆନନ୍ଦ କରିବା? ଚାକିରି ପାଇଲେ ଖାଲି ଆନନ୍ଦ କରିବା? ଧନ ପାଇଲେ ଆନନ୍ଦ କରିବା? ଏଇ ସମାଜ ମଧ୍ୟରେ ସମ୍ମାନ ପାଇଲେ ଖାଲି ଆନନ୍ଦ କରିବା? ନା, ଆମମାନେ ତାହାର ଉଲ୍ଟା ଲୋକ। ପ୍ରଭୁଙ୍କ ଲୋକମାନେ ଉଲ୍ଟା ଲୋକ। ଯେତେବେଳେ ଆମକୁ ଛେପ ପକେଇବେ, ଲୋକମାନେ ଆମେ ଆନନ୍ଦ କରିବା। ଲୋକମାନେ ଯେତେବେଳେ ଘୃଣା କରିବେ, ଆମମାନେ ଆନନ୍ଦ କରିବା। କାରଣ ଆମେ ଅନେକଙ୍କୁ ପ୍ରଭୁଙ୍କ ରାଜ୍ୟକୁ ନେଇ ପାରୁଛୁ। ତାହା ଆନନ୍ଦର ବିଷୟ ଅଟେ। ତୁମ୍ଭେ ମାନେ କି ନୁହଁ, ଆନନ୍ଦର ବିଷୟ ନୁହଁ କି ତୁମ୍ଭେ ମାନେ ସେଇ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବ। ତାଠାରୁ ଆନନ୍ଦ ବିଷୟ ଯେ କଣ ହେଇପାରେ? ଆପଣ ଜଣକୁ ପ୍ରଭୁଙ୍କ ରାଜ୍ୟକୁ ନେଇ ପାରୁଛନ୍ତି, ତାଠାରୁ ଆନନ୍ଦ ବିଷୟ କଣ ହେଇପାରେ? ମୋର ପ୍ରିୟମାନେ, ପ୍ରଭୁଙ୍କ ରାଜ୍ୟକୁ ପ୍ରବେଶ କରି ପାରୁଛନ୍ତି, ଆକର୍ଷଣ କରୁଛନ୍ତି, ଗୀତ ମାଧ୍ୟମରେ, ସାକ୍ଷ୍ୟ ମାଧ୍ୟମରେ ଉତ୍ସାହିତ କରୁଛନ୍ତି, ତାହା ଯେ ଗୌରବ କାରଣ ଅଟେ, ତାହା ଯେ ଆନନ୍ଦର କାରଣ ଅଟେ। ପ୍ରଭୁଙ୍କ ନିମନ୍ତେ ଆମମାନେ ଆଜି ଆନନ୍ଦ କରୁଅଛୁ। ଆମେ ସେଇ ସ୍ୱର୍ଗ ରାଜ୍ୟକୁ ପ୍ରବେଶ କରିବା ପାଇଁ
ସେଇ ଦୌଡ଼ରେ ଆମେ ଭାଗ ନେଇଛୁ। ଯୋଉ ଦୌଡ଼ ଆମମାନଙ୍କ ନିମନ୍ତେ ଆନନ୍ଦର ଦୌଡ଼ ହେଉ। ଆମେ ଦୁଃଖକୁ ନିଜର କରିବା ନାହିଁ, ଆନନ୍ଦକୁ ନିଜର କରିବା। ଖାଲି ସେତିକି ନୁହଁ, ତୃତୀୟ ବିଷୟ ଆମେ ଦେଖିବାକୁ ପାଇବା। ତୃତୀୟ ହଉଛି ଆମେ ଧାର୍ମିକତାର ମୁକୁଟ। ଯେଉଁ ମୁକୁଟ କି ଧାର୍ମିକ, ଆମମାନଙ୍କୁ ଅନେକ ଲୋକମାନେ ଧାର୍ମିକ ଦେଖେଇ ହଉଛି ନାଇଁ କିଏ ବୋଲି କୁହନ୍ତି। ଆପଣମାନେ ଯେତେବେଳେ କି ଆଣ୍ଠୁ ବାଟି ପ୍ରାର୍ଥନା କରିବେ, ଉପାସନା କରିବେ, ଆପଣମାନେ ସପ୍ତାହରେ ଯଦି ଆଜି 6 ଦିନ ପର୍ଯ୍ୟନ୍ତ ପ୍ରଭୁଙ୍କ ଉପାସନାରେ ଜୁମରେ ସକାଳେ ସନ୍ଧ୍ୟାରେ ଆଉ ଦ୍ୱିପହରେ ଯେତେବେଳେ ଆପଣ ଜୁମରେ ବସନ୍ତି, ଅନେକ ଲୋକମାନେ ଆପଣଙ୍କୁ କଥା କହିଥିବେ, ବହୁତ ଦେଖେଇ ହେଉଛନ୍ତି, ଅନେକ ଲୋକମାନେ ଧାର୍ମିକ ଦେଖେଉଛନ୍ତି ଏହିପରି କୁହନ୍ତି। କିନ୍ତୁ ପ୍ରେରିତ ପୌଲ ଆଜି ଆମମାନଙ୍କୁ ଆହୁରି ମଧ୍ୟ ଉତ୍ସାହିତ କରିବାକୁ ଚାହାନ୍ତି। ଆଜି ଉତ୍ସାହିତ କରିବାକୁ ଚାହାନ୍ତି। ସେ ଆମମାନଙ୍କୁ ଆଗକୁ ସେ ଧାର୍ମିକର ପଣ ରଖିଦେଇଛନ୍ତି। ଯେଉଁ ଧାର୍ମିକର ପଣ ଆପଣ ଏବଂ ମୁଁ ପାଇବା। ଆସୁ ଏ ସମୟରେ ଆମେ ଅଧ୍ୟୟନ କରିବା ପବିତ୍ର ଧର୍ମଶାସ୍ତ୍ର 2 ତିମୋଥୀ ତାର 4:8 ପଦକୁ। ଅଦ୍ୟାବଧି ମୋ ନିମନ୍ତେ ଧାର୍ମିକତାର ମୁକୁଟ ରଖାଯାଇଅଛି, ତାହା ସେଇ ମହାଦିନରେ ନ୍ୟାୟବାନ ବିଚାରକର୍ତ୍ତା ପ୍ରଭୁ ମତେ ଦେବେ। ପୁଣି କେବଳ ମତେ ନୁହେଁ, ମାତ୍ର ଯେତେ ଲୋକ ତାହାଙ୍କ ଆଗମନକୁ ପ୍ରିୟ ଜ୍ଞାନ କରନ୍ତି, ସେ ସମସ୍ତଙ୍କୁ ଦେବେ। ଯେତେ ଲୋକ ତାହାଙ୍କ ଆଗମନକୁ ପ୍ରିୟ ଜ୍ଞାନ କରନ୍ତି, ସେଇ ସମସ୍ତଙ୍କୁ ସିଏ ଦେବେ। ହାଲେଲୁୟା। ଯେତେ ଲୋକ ପ୍ରିୟ ଜ୍ଞାନ କରନ୍ତି, ଯୋଉମାନେ କି ପରମେଶ୍ୱରଙ୍କର ଆଗମନକୁ ଅପେକ୍ଷା କରନ୍ତି। ଆପଣ ଏବଂ ମୁଁ ଅନେକ ବିଷୟ ଅପେକ୍ଷା କରିଥାଉ। ଆଜି ଅନେକ ଲୋକମାନେ ପ୍ରଧାନମନ୍ତ୍ରୀକୁ ଅପେକ୍ଷା କରନ୍ତି, ମୁଖ୍ୟମନ୍ତ୍ରୀକୁ ଅପେକ୍ଷା କରନ୍ତି। ଅନେକ ଲୋକମାନେ ଆଜି ଅନେକ ବିଷୟକୁ ଅପେକ୍ଷା କରନ୍ତି। ପିଲାମାନେ ନିଜର ପରୀକ୍ଷାର ରିଜଲ୍ଟକୁ ଅପେକ୍ଷା କରନ୍ତି। ଅନେକ ଲୋକମାନେ ଚାକିରିକୁ ଅପେକ୍ଷା କରନ୍ତି। ଅନେକ ଲୋକମାନେ ବିବାହ ଦିନକୁ ଅପେକ୍ଷା କରନ୍ତି। ଅନେକ ଲୋକମାନେ ଅନେକ ଜଗତର ଅନେକ ବିଷୟ ପ୍ରାପ୍ତ କରିବା ନିମନ୍ତେ ଅପେକ୍ଷା କରନ୍ତି। କିନ୍ତୁ ବିଶ୍ୱାସୀ ମାନଙ୍କର ଏକ ଚିହ୍ନ ହଉ, ଯୋଉ ଚିହ୍ନ କି ଯୀଶୁ ଖ୍ରୀଷ୍ଟଙ୍କର ଆଗମନକୁ ଅପେକ୍ଷା କରିବା। ଯେଉଁ ଚିହ୍ନ କି ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କେବେ ଆସିବେ, ତୁମରି ରାଜ୍ୟ ଆସୁ, ଏ ପ୍ରଭୁ ଆମେ ସେଥିପାଇଁ ଅପେକ୍ଷା କରୁଛୁ। I am waiting to see you Lord in the midst of the sky. ମୁଁ ଆପଣଙ୍କୁ ସେଇ ଦିନ ଦେଖିବାକୁ ଚାହୁଁଅଛି, ଯେଉଁ ଦିନ କି ମତେ ଆପଣ ପୁରସ୍କୃତ କରିବେ, ଯେଉଁ ଦିନ ମୁଁ ଆପଣଙ୍କ ଠାରୁ ମୁକୁଟ ପାଇବି, ଯେଉଁ ଦିନ ଆପଣଙ୍କ ଠାରୁ ମୁଁ ଏକ ସୁବର୍ଣ୍ଣ ମୁକୁଟ ପାଇବି, ଆଶୀର୍ବାଦର ମୁକୁଟ ପାଇବି, ଅନନ୍ତ ଜୀବନର ମୁକୁଟ ପାଇବି। ସେଇ ମୁକୁଟ ମୁଁ ଅପେକ୍ଷାରେ ଅଛି। ଆପଣ ମତେ ସେଇ ମୁକୁଟ ଦେବେ କି? ଜଗତର ବିଷୟର ସମସ୍ତ କିଛି ଶେଷ ହେଇଯିବ, କିନ୍ତୁ ସେଇ ଯୀଶୁ ଖ୍ରୀଷ୍ଟ ଯାହାକି ଆମକୁ ଧାର୍ମିକତାର ମୁକୁଟ ଦେବେ, ଯେପରିକି ଆଇବଙ୍କୁ ଧାର୍ମିକତାର ମୁକୁଟ, ଯେପରିକି ଅବ୍ରାହମଙ୍କୁ ଧାର୍ମିକତାର ମୁକୁଟ, ଯେପରିକି ନୋହଙ୍କୁ ଧାର୍ମିକତାର ମୁକୁଟ, ଯେପରିକି ମୋଶାଙ୍କୁ ଧାର୍ମିକତାର ମୁକୁଟ, ଯେପରିକି ଦାଉଦଙ୍କୁ ଧାର୍ମିକତାର ମୁକୁଟ, ଯେପରିକି ଯାକୁବଙ୍କୁ ଧାର୍ମିକତାର ମୁକୁଟ ସେ ଦେଇଛନ୍ତି। ଆଜି ଆଉ ଆପଣଙ୍କୁ ମତେ ମଧ୍ୟ ଧାର୍ମିକତାର ମୁକୁଟ ଦେବା ନିମନ୍ତେ ସେ ପ୍ରସ୍ତୁତ କରି ରଖିଛନ୍ତି। ତାଙ୍କର ଆଗମନକୁ ଯେ ପ୍ରିୟ ଜ୍ଞାନ କରେ, ତାଙ୍କର ଆଗମନକୁ ପ୍ରିୟ ଜ୍ଞାନ ଇନ୍ ଦ ସେନ୍ସ, ତାର ଅର୍ଥ ତାଙ୍କ ବିଷୟକୁ ଆମେ ପ୍ରେମ କରିବା, ତାଙ୍କ ଲୋକଙ୍କୁ ପ୍ରେମ କରିବା, ଜଗତ ଠାରୁ ଦୂର ରହିବା। ୟେସ୍, ଠିକ ଅଛି, କିନ୍ତୁ ଜଗତକୁ ଯୋଉମାନେ ପ୍ରେମ କରନ୍ତି, ସେମାନେ ପ୍ରଭୁଙ୍କୁ ପ୍ରେମ କରନ୍ତି। ଆପଣମାନେ ଜାଣନ୍ତି, ମୁଁ ପରମେଶ୍ୱରଙ୍କ ବିଷୟରେ, ଯୀଶୁଙ୍କ ବିଷୟରେ ମୁଁ କଣ ଜାଣିବି? ଆପଣମାନେ ଜାଣନ୍ତି, କାରଣ ସେ କୁହନ୍ତି ପରମେଶ୍ୱର ଜଗତକୁ ଏମନ୍ତ ପ୍ରେମ କଲେ ଯେ ସେ ଆପଣ ଦ୍ୱିତୀୟ ପୁତ୍ରଙ୍କୁ ଦାନ କରେ। ଦାନ କରିବା ଶିଖିବା ଆମମାନଙ୍କର ଗୋଟିଏ କର୍ତ୍ତବ୍ୟ। କଣ ଦାନ କରିବା? ଆପଣ ଭାବନ୍ତି ଖାଲି ଟଙ୍କା ଦାନ କରିବା? ଆପଣମାନେ ଭାବନ୍ତି ଖାଲି ଆପଣମାନେ ଅନେକ ଧନରତ୍ନ ଦାନ କରିବା? ନ, ଆପଣଙ୍କର ସମୟକୁ ଦାନ କରନ୍ତୁ ସୁସମାଚାର ପ୍ରଚାର କରିବା। ଆପଣଙ୍କ ସମୟକୁ ଦାନ କରନ୍ତୁ ପ୍ରାର୍ଥନା କରିବା ନିମନ୍ତେ। ଆପଣ ସମୟ ବାଛନ୍ତୁ ବାଇବେଲ ଅଧ୍ୟୟନ କରିବା ନିମନ୍ତେ। ଯୋଉ ଭଉଣୀ ମାନେ କି ଆଜି ବାଇବେଲ ପଢି ନାହାନ୍ତି, ତାଙ୍କ ସହିତ ପାଖରେ ବସି
ବାଇବେଲ କୁ ତାଙ୍କ କାନରେ ଶୁଣାନ୍ତୁ। ତାହା ଏକ ସମୟର ଦାନ। ଜୀବନ୍ତ ରୁଟିକୁ ଆପଣ ତାଙ୍କ କର୍ଣ୍ଣରେ ଆପଣ ସୁଯୋଗ ଦେଉଛନ୍ତି, ସେମାନଙ୍କୁ ଶୁଣାଉଛନ୍ତି। ଆଜି ଅନେକ ଭଉଣୀ ଭାଇ ମାନେ ଅଛନ୍ତି ଯେଉଁମାନେ କି ଆଜି ଯେ କଣ ବିଷୟ ବାଇବେଲ ଲେଖା ହେଇଛି ତାହା ସେମାନେ ବୁଝି ପାରନ୍ତି ନାହିଁ। ସେହିପରି ଭଉଣୀ ମାନେ ଅଛନ୍ତି, ସେହିପରି ଭାଇ ମାନେ ଅଛନ୍ତି, ସେହିପରି ଓଡିଶା ପଡିଶା ଲୋକମାନେ ଅଛନ୍ତି। ସେମାନଙ୍କ ନିକଟରେ ଯାଇ ଆପଣ ପ୍ରେମର ମିଳନରେ କଥାବାର୍ତ୍ତା କରି ପରସ୍ପର ମଧ୍ୟରେ ଆପଣ ସେଇ ଗଞ୍ଜଣା ଦିଅନ୍ତୁ। ସେଇ ଗଞ୍ଜଣା ଆପଣ ଅନ୍ୟମାନଙ୍କ ପାଇଁ ଧାର୍ମିକତାର କାର୍ଯ୍ୟକୁ ସମୟ ଦେଉଛନ୍ତି। ଆପଣଙ୍କ ପାଇଁ ମୋ ପାଇଁ ପ୍ରଭୁ ଧାର୍ମିକତାର ମୁକୁଟ ରଖିଦେଇଛନ୍ତି। କାରଣ ତାଙ୍କ ଅପେକ୍ଷା, ତାଙ୍କର ଆଗମନକୁ ଅପେକ୍ଷାକାରୀ ମାନେ ଜଣକୁ ନେଇକି ଯିବେ। ପ୍ରଭୁ ମୁଁ ଜଗତର ଧନ ସମ୍ପତ୍ତିକୁ ନେଇକି ଆସୁନାହିଁ, ଏଇ ଭାଇଙ୍କୁ କିମ୍ବା ଏଇ ଭଉଣୀକୁ ମୁଁ ପ୍ରାପ୍ତ କରିଛି, ଏଇ ଧନ ସଞ୍ଚୟ କରିଛି, ସେଥିପାଇଁ ମୁଁ ଧାର୍ମିକତାର ମୁକୁଟ ପ୍ରାପ୍ତ କରିବା ମୋର ନିଶ୍ଚୟ ଅଧିକାର ଅଛି। କାରଣ ଧାର୍ମିକ ଯେତେବେଳେ ଆତ୍ମା ଲାଭ କରାଯାଏ, ପ୍ରଭୁ ସେମାନଙ୍କୁ ଧାର୍ମିକତାର ମୁକୁଟ ଦିଅନ୍ତି। ସେମାନେ ଅନ୍ୟମାନଙ୍କ ପ୍ରତି ଅନିଷ୍ଟ କରିନଥାନ୍ତି, ଅନ୍ୟମାନଙ୍କ ପ୍ରତି ବିରୁଦ୍ଧର ଆଳାପ କରିନଥାନ୍ତି, ଅନ୍ୟଙ୍କ ପ୍ରତି ନିନ୍ଦା କରିନଥାନ୍ତି। କାରଣ ଯୀଶୁ ଖ୍ରୀଷ୍ଟ ଅନ୍ୟମାନଙ୍କ ପ୍ରତି ପ୍ରତିହିଂସା କିମ୍ବା ପ୍ରତି ନିନ୍ଦା କଲେ ନାହିଁ। ସେ ଧାର୍ମିକ ଏବଂ ନ୍ୟାୟ ଅଟନ୍ତି। ସେଇ ପ୍ରଭୁ ଆମମାନଙ୍କୁ ଉଦାହରଣ ସଦୃଶ ଆଜି ମଧ୍ୟ ଏଇ ସୁଯୋଗ ଦେଇଛନ୍ତି। ଆମେ ତାଙ୍କ ପରି ଧାର୍ମିକତାର ଗୁଣକୁ ପାଇବା ନିମନ୍ତେ ଚେଷ୍ଟା କରିବା। ତା କ୍ୱାଲିଟି ଅଫ ଦ ରାଇଚିୟସନେସ୍ ମେକ୍ସ ଦ ମିକନେସ୍। ଆମେ ନମ୍ରତାର ଜୀବନ ଯାପନ କରୁ। ଧାର୍ମିକତା ନିମନ୍ତେ ଆମେ ନମ୍ରତାର ଜୀବନ ଯାପନ କରିବା, ଆଉ ତାଙ୍କ ଠାରୁ ଆମେ ଧାର୍ମିକତାର ମୁକୁଟ ପ୍ରାପ୍ତ କରିବା। 4 ପଦ ଯାହାକୁ 4ଟି ବିଷୟ, ତାହା ହଉଛି ଗୌରବର ମୁକୁଟ, କ୍ରାଉନ୍ ଅଫ ଗ୍ଲୋରି। ଧାର୍ମିକତାର ମୁକୁଟ ପରେ ପ୍ରଭୁ ଆମମାନଙ୍କୁ ଗୌରବର ମୁକୁଟ ରଖିଦେଇଛନ୍ତି। ସାବାସ ବେଟା, ସାବାସ ମୋର ଝିଅ, ସାବାସ ମୋର ଭାଇ, ସାବାସ ମୋର ଭଉଣୀ, ଭାଇ ଏପରି କହିବେ। ଆସୁ ପବିତ୍ର ଧର୍ମଶାସ୍ତ୍ର ବାଇବେଲ ନୂତନ ନିୟମର 1 ପିତର ତାର 5 ଅଧ୍ୟାୟ 4 ପଦକୁ ଆମେ ପଢିବା। ସେଥିରେ ପ୍ରଧାନ ପାଳକ ପ୍ରକାଶିତ ହେବା ସମୟରେ ତୁମେମାନେ ଗୌରବର ଅମ୍ଳାନ ମୁକୁଟ ପାଇବ। ପ୍ରେଜ୍ ଦ ଲର୍ଡ। ତୁମେମାନେ ଗୌରବର ଅମ୍ଳାନ ମୁକୁଟ ପାଇବ। ଆପଣମାନେ ପ୍ରଭୁଙ୍କୁ ଗୌରବ କରୁଛନ୍ତି, ମୁଁ ଜାଣେ, ନିଜକୁ ଗୌରବ କରୁନାହାନ୍ତି। ପୁରାତନ ନିୟମରେ ଯେତେବେଳେ ଆମେ ଦେଖୁ, ଅନେକ ନିଜର ଗୌରବ କରନ୍ତି। ନବଘୁତ ନିଶ୍ଚର ରାଜା, ଫାରୋ ରାଜା, ଏମାନେ ନିଜକୁ ଗୌରବ କରୁଥିଲେ। କିନ୍ତୁ ଦିନ ଆସିଲା, ସେମାନେ ପତିତ ହେଲେ। ଗଲିଆଥ ନିଜକୁ ଗୌରବ କରୁଥିଲେ, ସେଦିନେ ତାଙ୍କର ମସ୍ତକ ଛେଦନ କରାଗଲା। କିନ୍ତୁ ଯେଉଁମାନେ କି ନିଜକୁ ନମ୍ର କଲେ, ସେମାନଙ୍କୁ ଆଜି ପ୍ରଭୁ ଗୌରବର ମୁକୁଟ ଦେଲେ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ସେ ଗୌରବର ମୁକୁଟ ଦିଅନ୍ତି। ଯେତେବେଳେ କି ଦାଉଦ ଛୋଟ ବେଳୁ ଯେତେବେଳେ ପ୍ରଭୁଙ୍କର ନାମରେ ସିଏ ଠିଆ ହେଲେ, ତାଙ୍କୁ ଦିନେ ସମୟ ଆସିଲା, ତାଙ୍କୁ ପରମେଶ୍ୱର ଉଚ୍ଚ ସ୍ଥାନ ରଖିଲେ। ଦିନେ ଯୋସେଫ, ଯାହାକୁ କି ସମ୍ପୂର୍ଣ୍ଣ ଭାବରେ ବିକା ବିକା ହେଇକି ତାଙ୍କୁ ବିକିଦେଲେ, ଶେଷରେ ତାଙ୍କୁ ପ୍ରଭୁ ଏହିପରି ସ୍ଥାନ ରଖିଲେ। ସେ ଗୌରବର କାରଣ ହେଲେ, ଅନେକଙ୍କ ପାଇଁ ଗୌରବ କାରଣ ହେଲେ। ଆଉ ସମୁଦ୍ରକ ଅବେଦନ ମୈଷକ, ସେମାନେ ନିଜକୁ ଉନ୍ନତ କଲେ। ନବଘୁତ ନିଶ୍ଚର ରାଜାଙ୍କ ସମ୍ମୁଖରେ ମଧ୍ୟ ସେମାନେ ଝୁକିଲେ ନାହିଁ, ଆଉ ପ୍ରଭୁଙ୍କୁ ତାକୁ ଗୌରବ କରିବା ପାଇଁ ସୁଯୋଗ ଦେଲେ। ପ୍ରେଜ୍ ଦ ଲର୍ଡ। ସେ ଗୌରବ ପାଇଲେ। ଆଜି ମୁଁ ଏବଂ ଆପଣ ଆଜି ପ୍ରଭୁଙ୍କ ନାମରେ କେବେ ମଧ୍ୟ ନିଜକୁ ମୁଣ୍ଡ ନୁହେଇବା ନାହିଁ। ଆଜି ଆମେ ଆଗକୁ ବଢିବା। ଆମ ପାଇଁ ଗୌରବର ମୁକୁଟ ପ୍ରଭୁ ରଖିଅଛନ୍ତି। ହାଲେଲୁୟା। ଆଜି ପ୍ରଭୁ, ସେଇ ପ୍ରଭୁ ଆପଣଙ୍କୁ ସେଇ ଗୌରବର ମୁକୁଟ ଦେବେ। ଆପଣ ନ୍ୟାୟବାନ ପରମେଶ୍ୱରଙ୍କର କାର୍ଯ୍ୟ କରୁଛନ୍ତି, ଆପଣ ନ୍ୟାୟବାନକୁ ପ୍ରଚାର କରୁଛନ୍ତି, ଆପଣ ନ୍ୟାୟବାନ ନିମନ୍ତେ ସାକ୍ଷୀ ହେଉଛନ୍ତି, ଆପଣ ନ୍ୟାୟବାନ ପରମେଶ୍ୱରଙ୍କ ପାଇଁ, ଯୀଶୁ ଖ୍ରୀଷ୍ଟଙ୍କ ପାଇଁ ଆପଣ ମାନେ ଆଗକୁ ଯାଉଛନ୍ତି। ଆପଣ ସେଇ ଗୌରବର ମୁକୁଟ ପ୍ରଭୁ ଦେବେ। ଆମେ ବେଳେ ବେଳେ କହୁ ଅନେକଙ୍କୁ, ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ଆଜି ଆପଣ ସୁନ୍ଦର ଗୀତ ଗାଇଛନ୍ତି। ୟେସ୍, ଅନେକ ଲୋକଙ୍କୁ ଆମେ କହିଥାଉ, ଅନେକ ସୁନ୍ଦର ଜଣେ ଝିଅ ହେଇଥାନ୍ତୁ, ପୁଅ ହେଇଥାନ୍ତୁ, ବଢିଆ ଗୀତ ଗାଆନ୍ତୁ, ବଢିଆ ପ୍ରଚାର କରନ୍ତୁ, ପ୍ରଭୁଙ୍କୁ କୁହନ୍ତୁ, ପ୍ରଭୁଙ୍କର ଗୌରବ ହେଉ।
प्रभु आपण को व्यवहार करुछन्ते हम जूम रे प्रभु आपण को व्यवहार करुछन्ते आपण प्रार्थना लीड करुछन्ते प्रभु गौरव पांतु आपण बाइबल अध्ययन रे आपण निखुण अछन्ते आपण को प्रभु गौरव करंतु प्रभु गौरव दियंतु सेई गौरव आपण मानको एवं मते प्रभु निश्चय दिन आसीबो निश्चय देबे अन्य मानको सम्मुख रे ठिया करेबे आ आपण एवं मो आज पाइछु सेई गौरवर दिन को आमे पाई परिछु आ गुटिए पद जहा कि आमे अध्ययन करिबा जे शेष पद आमाने पांचटी मुकुट विषय आमे चिंता करूछु जहा कि पंचम मुकुट विषय कहबी अनंत जीवनर मुकुट जहा कि यीशु ख्रीष्ट आमानकु देबे आमाने एई दौड़ रे जो माने प्रतिद्वंदिता करियछु सेई दौड़ आमानक निमंते अनंत जीवनर मुकुट दिए जेउ मुकुट पिंधंती मुकुट विषय आपण मान अनेक विषय जानते अनेक मुकुट अच्छी किंतु अनंत जीवन मुकुट पाइबा साधारण विषय नुह से मुकुट जो माने थरे पिंधंती से माने केबे मध्य मरंती नाही से माने सदा सदा बंचिबे प्रकाशित वाक्य तार 2 अध्याय 10 पद माने पढ़िबा ଯେଉଁ ସବୁ ଦୁଃଖ ଭୋଗ କରିବାକୁ ଯାଉଅଛ ସେଇ ସବୁ ଭୟ କର ନାହିଁ ଦେଖ ତୁମମାନଙ୍କ ପରୀକ୍ଷା ନିମନ୍ତେ ଶୟତାନ ତୁମମାନଙ୍କ ମଧ୍ୟରୁ କାହାରି କାହାରିକୁ କାରାଗାରରେ ନିକ୍ଷେପ କରିବ ଆଉ ତୁମମାନେ 10 ଦିନ କ୍ଲେଶ ଭୋଗ କରିବ ତୁମ୍ଭେ ମରଣ ପର୍ଯ୍ୟନ୍ତ ବିଶ୍ୱସ୍ତ ଥାଅ ସେଥିରେ ଆମ୍ଭେ ତୁମକୁ ଜୀବନ ରୂପ ମୁକୁଟ ଦେବୁ ଆମେନ୍ आमेन प्रेज द लॉर्ड विश्वास रे थिबा लोक मान से माने अनंत जीवनर मुकुट निश्चय पाइबे आपण मानक एरिया रे मध्य आज अनेक ताड़ना क्लेश जंत्रणा आज घटुअछि मोर प्रिय माने आपण माने सेई जीवंत रूप मुकुट पाइबा पे आज इथरे बसछन्ते सेई क्लेश को आपण माने कारागार रो चिंता आपण दूर करंतु कारागार को गले भौणी माने सेमानकर नाम जीवन पुस्तक रे लिखित करा जाय अछि प्रेज द लॉर्ड सेमानकर नाम अछि जीवन पुस्तक रेखा गला जीशुको पाई से माने ताड़ना हिचन्ते दुख करंतु नै खाद्य आपनको न मिलु किछुता नै प्रभु आपनको खाद्य अटन्ते जेपरि कुहा जाइछि जहन लिखित सुसमाचार 6 अध्याय 35 पद रे से होछन्ति जीवंत आहार हमने एई आहार को भोजन करिबा यीशु ख्रीष्ट कहन्ति मो से जीवनदायक आहार जे मते भोजन करे से कदापि क्षुधित हेबो नाही किंवा तृषित दान करे से केबे तृषित हेबो नाही हमने से यीशु ख्रीष्ट जो प्रभु की हमन अनंत जीवन देवार अधिकार अछि से हमन को अनंत जीवनर मुकुट मध्य अछि देबे मोर प्रिय माने आसु हमने पांचटी मुकुट विषय जहा कि हम आलोचना करिछु हमने केबे हारिबा नाही केबे हारि नाहु आगो को हारिबा नाही से मुकुट प्राप्त करिबा दिने प्रभु आसीबे मेघमाला रे हमें तांको साक्षात करिबा हमें प्रत्येक जो माने दौड़ रे प्रतिद्वंदिता करिछु सेमानकर शेषर फल जेपरि मुकुट थाए ख्रिस्टियन जीवनर विश्वास मानक पाए बालक मानक पाए प्रचारक मानक पाए प्रार्थना भौणी मानक पाए आ नारी मानक पाए प्रत्येक सेवक सेविका मानक पाए गोटिए परे गोटिए मुकुट प्रभु निरूपण कर रखिछन्ते से मुकुट पाए पे माने प्रस्तुत हो आमाने समस्ते से मुकुट अपेक्षा रहिबा निश्चय प्रभु मानक जोगेबे आमे विश्वास करू तांको ଉପରେ भरोसा करू से देबे से आमान को आशीर्वाद करिबे एई अल्प वाक्य रे प्रभु हम प्रत्येक को आशीर्वाद करंतु आमेन।